ସୁଖ ଦୁଃଖର ସାଥୀ ସୁରଜ କିଛି ରୋଜଗାର ଆଶାରେ ସହର ବାହାରିଥିଲେ। ପତ୍ନୀ ପଥରେ ଭୋଜନ କରିବା ପାଇଁ କିଛି ଖାଦ୍ୟ ଏକ ପୁଟୁଳା କରି ଦେଇଥାନ୍ତି। ଦୂରତା କମିଯିବା ଆଶାରେ ସେ ଜଙ୍ଗଲ ମଝିରେ ଜଣେ ଯୁବକ ତାଙ୍କୁ ଅଟକାଇଲା। ଚେହେରାରୁ ସେ ଯୁବକ ଉଚ୍ଚ ବଂଶଜ ମନେ ହେଉଥାନ୍ତି। ଖୁବ୍ ଦାମୀ ପୋଷାକ ସେ ପିନ୍ଧିଥାନ୍ତି, କିନ୍ତୁ ତାହା ଅପରିଷ୍କାର ହୋଇଯାଇଥାଏ। ସୁରଜକୁ ଅଟକାଇ ପ୍ରଥମେ ସେ ଖାଇବା ପାଇଁ ମାଗିଲା। ସୁରଜ ତାଙ୍କ ଖାଦ୍ୟ ପୁଟୁଳିଟି ଦେବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ, କିନ୍ତୁ ବଳ ପ୍ରୟୋଗ କରି ସେ ତାଙ୍କ ହାତରୁ ତାହା ଛଡ଼ାଇ ନେଇ ଖାଇବାରେ ଲାଗିଲା। ସୁରଜ ନିଜ ପାଖରେ ଆଉ କିଛି ଖାଇବା ପାଇଁ ନାହିଁ କହି ଚିତ୍କାର କରି କାନ୍ଦିବାରେ ଲାଗିଥାନ୍ତି, କିନ୍ତୁ ଯୁବକ ଅତ୍ୟନ୍ତ ଭୋକିଲା ଥିବାରୁ ତାଙ୍କ ଚିତ୍କାର ନ ଶୁଣି ଖୁବ୍ ଶୀଘ୍ର ଖାଇବାରେ ଲାଗିଥାଏ। ସବୁ ଖାଇ ସାରିବା ପରେ ସୁରଜଙ୍କ ଚିତ୍କାରରେ ଆଦୌ ବିଚଳିତ ନ ହୋଇ ସେ ଯୁବକ ସହଜ ଭାବରେ ପଚାରିଲା, ଏଇ ପାଖରେ ଥିବା ଭଦ୍ରଗିରି ଗ୍ରାମର ନାମ ଆଗରୁ ଶୁଣିଛ? ସୁରଜ ଚିତ୍କାର ବନ୍ଦ କରି ମୁଣ୍ଡ ହଲେଇ ହଁ ଭରିଲେ। ଯୁବକଟି କହିଲା, ମୁଁ ସହରରୁ ଆସୁଥିଲି। ମୋର ଭଦ୍ରଗିରି ପହଞ୍ଚିବା ଦରକାର। ଏଇ ଜଙ୍ଗଲରେ ବାଟବଣା ହୋଇ ବୁଲୁଛି। ମୋତେ ଭଦ୍ରଗିରିଠାରେ ପହଞ୍ଚାଇ ଦିଅ। ମୋର ପିତା ସେହି ଗ୍ରାମର ଜମିଦାର। ତୁମେ ମୋତେ ସାହାଯ୍ୟ କଲେ ସେ ନିଶ୍ଚୟ ତୁମକୁ ପୁରସ୍କୃତ କରିବେ। ପୁରସ୍କାର ଆଶାରେ ସୁରଜ ସେହି ଯୁବକଙ୍କ କଥାରେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ। ଭଦ୍ରଗିରିର ଜମିଦାର ତାଙ୍କର ଏହି ଉପକାରରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଏକ ଦାମୀ ମୋତିମାଳା ନିଜ ଗଳାରୁ କାଢ଼ି ସୁରଜକୁ ଉପହାର ଦେଲେ। ଏତେ ଛୋଟ କାମ ପାଇଁ ଏତେ ଦାମିକା ଉପହାର ମିଳିବ, ତାହା ସୁରଜଙ୍କର କଳ୍ପନାର ବାହାରେ ଥିଲା। ମୋତିମାଳାର ଚମକରୁ ତାର ମୂଲ୍ୟ ବାରି ହୋଇପଡ଼ୁଥାଏ। ବର୍ଣ୍ଣନାତୀତ ଖୁସିରେ ନିଜ ଗଳାରେ ସେ ମୋତି ମାଳାଟି ପକାଇଲେ। ସହର ଯିବାର ଇଚ୍ଛା ପରିତ୍ୟାଗ କରି ସେ ସେହି ମୁହୂର୍ତ୍ତରେ ଗ୍ରାମ ଅଭିମୁଖେ ବାହାରି ପଡ଼ିଲେ। କିପରି ଶୀଘ୍ର ଗ୍ରାମରେ ପହଞ୍ଚି ପରିଚିତ ଲୋକମାନଙ୍କୁ ନିଜର ଏହି ସୌଭାଗ୍ୟର କାହାଣୀ ଶୁଣାଇବେ, ସେଥିପାଇଁ ସେ ବ୍ୟଗ୍ର ହୋଇ ପଡ଼ୁଥିଲେ। ପ୍ରଥମେ ତାଙ୍କର ଗୋବିନ୍ଦ ସହ ଭେଟ ହେଲା। ତରତରରେ ଗୋବିନ୍ଦ କେଉଁ କାମରେ ବାହାରି ଯାଉଥିବା ସମୟରେ ତାକୁ ଅଟକାଇ ସୁରଜ କହିଲେ, ଦେଖିଲ ମୁଁ କିପରି ମୋତିମାଳାଟିଏ ପିନ୍ଧିଛି। ଏଇଟି ଭଦ୍ରଗିରି ଜମିଦାରଙ୍କର, ସେ ମୋତେ ଏହା ଭେଟି ଦେଇଛନ୍ତି। ଗୋବିନ୍ଦ ତାଙ୍କ କଥାରେ ବିଶେଷ ଧ୍ୟାନ ନ ଦେଇ କହିଲା, ଲକ୍ଷ୍ମଣ ଭାଇଙ୍କ ଝିଅର ବିଭାଘର ଠିକ୍ ହୋଇଗଲା। ଏ ଖବର ଶୁଣି ଗ୍ରାମର ସମସ୍ତେ ଖୁସି। ମୁଁ ଯାଉଛି ଲକ୍ଷ୍ମଣ ଭାଇଙ୍କୁ ଭେଟି କହିବି, ମୋ ଦ୍ୱାରା ଯେତିକି ସମ୍ଭବ ମୁଁ କେବଳ ସେତିକି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ। ତୁମେ ଆସ ମୋ ସହିତ ଯିବ। ଲକ୍ଷ୍ମଣଙ୍କର ଝିଅ ଖୁବ୍ ବୁଦ୍ଧିମତୀ, ସୁନ୍ଦରୀ ଓ ଗୃହକର୍ମ ନିପୁଣା ହେଲେ ମଧ୍ୟ ତାର ବାମ ଆଖିରେ ସାମାନ୍ୟ ଖୁଣ ଥିଲା। ଏହି କାରଣରୁ କୌଣସି ପ୍ରସ୍ତାବ ଠିକ୍ ହୋଇ ନ ପାରି ତା ବିବାହରେ ବିଳମ୍ବ ଘଟୁଥିଲା। ସେଥିପାଇଁ ଗ୍ରାମବାସୀମାନଙ୍କର ଲକ୍ଷ୍ମଣଙ୍କ ପ୍ରତି ସହାନୁଭୂତି ଥିଲା। ସୁରଜ ମଧ୍ୟ ଜାଣିଥିଲେ ଯେ ସମସ୍ତଙ୍କର ଇଚ୍ଛା ଥିଲା ଝିଅଟିର କେଉଁଠି ବିବାହ ଠିକ୍ ହୋଇଯାଉ ଓ ତାର ପିତା ନିଶ୍ଚିନ୍ତ ହୁଅନ୍ତୁ। କିନ୍ତୁ ତାର ଏହି ସୌଭାଗ୍ୟ ଅପେକ୍ଷା ଲକ୍ଷ୍ମଣଙ୍କ ଝିଅର ବିବାହକୁ ଅଧିକ ଗୁରୁତ୍ୱ ଦେବାରୁ ସେ ତାହା ମୋଟେ ସହ୍ୟ କରି ନ ପାରି ଗୋବିନ୍ଦକୁ କହିଲା, ମୋର ଅନ୍ୟ ଏକ ଜରୁରୀ କାମ ଅଛି, ମୁଁ ଯାଇ ପାରିବି ନାହିଁ। ତାପରେ ସେ ଆଗକୁ ବଢ଼ିଲେ। କିଛି ବାଟ ଯିବା ପରେ ଶିକ୍ଷକ ପୂର୍ଣ୍ଣାନନ୍ଦଙ୍କ ସହ ତାଙ୍କର ଭେଟ ହେଲା। ସୁରଜ ନିଜ ଗଳାର ମୋତିମାଳା ତାଙ୍କୁ ଦେଖାଇ କହିଲେ, ଏହା ଏକ ସାଧାରଣ ମାଳା ନୁହେଁ, ଏହା ଭଦ୍ରଗିରି ଜମିଦାରଙ୍କର ମୋତିମାଳା। ସେ ମୋତେ ଏହା ଉପହାର ଦେଇଛନ୍ତି। ଭଲ କଥା। ଏପରି କହି ସେ ରହିଗଲେ, କାରଣ ତାଙ୍କର ଅନ୍ୟ କିଛି କହିବାର ଥିଲା। ଶିକ୍ଷକ ମହାଶୟ ପଚାରିଲେ, ଆମ ଗ୍ରାମର ପଣ୍ଡିତ ରାମଶାସ୍ତ୍ରୀଙ୍କୁ ସହରରେ ଏକ ଉପାଧିରେ ଭୂଷିତ କରାଯାଇଛି। ଏହା ଆମ ଗ୍ରାମ ପାଇଁ ଏକ ଗୌରବ ଅଟେ। ମୁଁ ଶୁଣିଲି ସେ ଗତକାଲି ସହରରୁ ଫେରିଛନ୍ତି। ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମୁଁ ବାହାରିଛି। ତୁମେ ମୋ ସହିତ ଯିବ କି? ସୁରଜ ମନେ ମନେ ଭାବିଲେ, ମୁଁ ମୋର ମାଳା ବିଷୟରେ କହିବା ପାଇଁ ଚାହୁଁଥିଲି, ସେ କିନ୍ତୁ ରାମଶାସ୍ତ୍ରୀଙ୍କ ଗୁଣ ଗାଇବାରେ ବ୍ୟସ୍ତ। ସେ ନିଜର ବିରକ୍ତ ଭାବକୁ ଗୋପନୀୟ ରଖି କହିଲେ, ମୋର ଆଉ ଏକ କାମ ଅଛି, ମୁଁ ଏବେ ଯାଇ ପାରିବି ନାହିଁ। ଏହାପରେ ସୁରଜ ଆଉ ଟିକେ ଆଗକୁ ଯାଇ ପାଖ ଗଳିରେ ବୁଲିଗଲା ସମୟରେ ନାଗରାଜ ସମ୍ମୁଖରେ ପଡ଼ିଲା। ସେ ଖୁବ୍ ତରତରରେ ଥାଏ। ତେବେ ବି ସୁରଜକୁ ଦେଖି ସେ ଅଟକି ଯାଇ ପଚାରିଲା,
ତୁମର ଗଳାରେ ଏଇଟି କ'ଣ ତାହା ଏତେ ଉଜ୍ଜଳ ଦିଶୁଛି? ମାଳାଟି କ'ଣ ସହରରୁ କିଣିଲ? ମୋତିମାଳା ପରି ମନେ ହେଉଛି। ନକଲି ନା ଅସଲି ମୋତି? ଏହାର ଦାମ କେତେ? ନାଗରାଜ ଏକା ସଙ୍ଗେ ଏତେଗୁଡ଼ିକ ପ୍ରଶ୍ନ ପଚାରି ବସିଲା। ସୁରଜଙ୍କ ଖୁସି କହିଲେ ନ ସରେ। ଯାହା ହେଉ, ସେ କହିବା ପୂର୍ବରୁ କେହି ଜଣେ ତ ହେଲେ ନିଜ ଆଡ଼ୁ ମୋତିମାଳା ବିଷୟରେ ଏତେ କଥା ପଚାରି ବସିଲା। ସେ ତାଙ୍କର ବର୍ଣ୍ଣନା ଆରମ୍ଭ କଲେ। ଏହି ମାଳାଟି ଭଦ୍ରଗିରି ଜମିଦାରଙ୍କର। ଅସଲି ମୋତିର ମାଳା କିଣିବାର ସାମର୍ଥ୍ୟ ମୋର ବା କାହିଁ? ସେ ମୋତେ ଏଇଟି ଉପହାର ସ୍ୱରୂପ ଦେଇଛନ୍ତି। ନ ହେଲେ ଏହା ମୋ ଗଳାରେ କିପରି ଶୋଭା ପାଉଥାନ୍ତା କହିଲ? ନାଗରାଜ ଆଉ ଅଧିକ ପ୍ରଶ୍ନ କଲା ନାହିଁ। ସୁରଜଙ୍କର ବିବରଣୀ ଶୁଣିବା ପରି ରହି ସେ କହିଲା, ତୁମେ ଆମ ଗ୍ରାମର ବୀରରାଜ। ଶୁଷ୍କ ଜମି କଥା ତ ଆଗରୁ ଜାଣିଛ। 2 ବର୍ଷ ହେଲା ଭଲ ବର୍ଷା ହେଉନଥିବାରୁ ବିଚରାର ଫସଲ ହେଉନଥିଲା। କାଲି ସେ ସେଠାରେ ଖେଳୁଥିବା ଏକ କୂଅରେ ପ୍ରଚୁର ପାଣି ବାହାରିଛି। ସମସ୍ତେ ଖୁସି ହୋଇ କହୁଛନ୍ତି, ଯାହା ହେଉ, ବିରଜାର ଦୁଃଖ ଏତେ ଦିନକେ ଗଲା। ମୁଁ ଏ ସୁଖବର ଶୁଣି ତାକୁ ବଧେଇ ଜଣାଇବା ପାଇଁ ତାରି ଘରକୁ ବାହାରିଛି। ତୁମେ ମୋ ସହିତ ଯିବ କି? ଏକଥା ଶୁଣି ସୁରଜ ମନେ ମନେ ଭୀଷଣ ରାଗିଗଲେ। କେହି ହେଲେ ମଧ୍ୟ ତାର ସୌଭାଗ୍ୟକୁ ପ୍ରଶଂସା କରୁନାହାନ୍ତି। କେହି ମଧ୍ୟ ଏକଥା ପଚାରୁନାହାନ୍ତି ଯେ ତାକୁ କାହିଁକି ଜମିଦାର ଏ ମାଳା ଉପହାର ଦେଇଛନ୍ତି। ତେଣୁ ସେ ଆଉ ଅନ୍ୟ ଆଡ଼େ ନ ବୁଲି ସିଧା ଘରକୁ ଆସିବା ପାଇଁ ସ୍ଥିର କଲେ। ପତ୍ନୀ ସେହି ମୋତିମାଳାଟି ଦେଖି ତାଙ୍କଠାରୁ ସବୁ ଘଟଣା ଶୁଣିବା ପରେ କହିଲେ, ଏହା ତ ବଡ଼ ସୌଭାଗ୍ୟର କଥା। ବହୁ ଦିନରୁ ମୋତିମାଳାଟିଏ ପିନ୍ଧିବାର ପ୍ରବଳ ଇଚ୍ଛା ମୋ ମନରେ ଥିଲା। ଯାହା ହେଉ, ଶେଷରେ ମୋତେ ତାହା ମିଳିଗଲା। ଏହା କହି ପତ୍ନୀ ଅତିଶୟ ଆନନ୍ଦିତ ହୋଇ ପଡ଼ିଲେ। ଏହା ପୁରୁଷ ଲୋକଙ୍କ ପିନ୍ଧିବା ମାଳା ଅଟେ। ସ୍ୱୟଂ ଜମିଦାର ତାଙ୍କ କଣ୍ଠରୁ କାଢ଼ି ମୋତେ ଏହା ଦେଇଛନ୍ତି। ତୁମେ କ'ଣ ପିନ୍ଧିବ କହୁଛ? ପତ୍ନୀଙ୍କୁ ବାଧା ଦେଇ ସୁରଜ ଏପରି କହିଲେ। ପତ୍ନୀ ହସି ହସି କହିଲେ, ସ୍ତ୍ରୀ ପୁରୁଷ ଏପରି ଭିନ୍ନ ଭିନ୍ନ ପ୍ରକାରର ମାଳା କେଉଁଠାରେ ଥାଏ? ଧନିକ ପୁରୁଷମାନେ ସଉକରେ ଏହା ପିନ୍ଧିଥାନ୍ତି। ମଧ୍ୟବିତ୍ତ ପରିବାରର ସ୍ତ୍ରୀ ଲୋକମାନେ ଏହା ବ୍ୟବହାର କରନ୍ତି। ମୋର ଭଲ କାମ ପାଇଁ ଜମିଦାର ମୋତେ ଏହି ମାଳା ଉପହାର ଦେଇଛନ୍ତି। ତେଣୁ ମୁଁ ଏହା ନିଶ୍ଚୟ ପିନ୍ଧିବି। ତୁମକୁ ଦେବି ନାହିଁ। ସୁରଜ ଏପରି କହିଲେ। ତୁମର କେଉଁ ଭଲ ଗୁଣ, କେଉଁ ବାହାଦୁରୀ ପାଇଁ ଏପରି ଗର୍ବ କରୁଛ? ଜଣେ ଭୋକରେ ଥିବା ବାଳକକୁ ଖାଦ୍ୟ ଦେବାକୁ ରାଜି ନଥିଲ। ସେ ତାହା ବଳପୂର୍ବକ ତୁମଠାରୁ ଛଡ଼ାଇ ନେବାରୁ ବିକଳରେ ଚିତ୍କାର କରି କାନ୍ଦିଲ। ସେ ବାଳକଟିକୁ ତାଙ୍କ ଘରେ ନେଇ ଏଇ ଆଶାରେ ଛାଡ଼ିଦେଲ ଯେ ତାର ଜମିଦାର ପିତାଙ୍କଠାରୁ ତୁମକୁ କିଛି ଭଲ ଉପହାର ମିଳିଯିବ। ଏସବୁ ହେଉଛି ଭାଗ୍ୟର ଖେଳ। ଏଥିରେ ତୁମର ଗର୍ବିତ ହେବାର କିଛି ବି ନାହିଁ। ଯଦି ମୁଁ ତୁମକୁ ସେହି ଖାଦ୍ୟ ପୁଟୁଳିଟି ଦେଇ ନଥାନ୍ତି, ତେବେ ସେ ଜମିଦାର ପୁତ୍ରର ପାଟିରୁ କଥା ବାହାରିବାର ଶକ୍ତି ମଧ୍ୟ ନଥିଲା। ସତ କହିବାକୁ ଗଲେ କେବଳ ମୁଁ ହିଁ ତୁମର ଏହି ସୌଭାଗ୍ୟର ଅଧିକାରିଣୀ। ଏହା ଶୁଣି ସୁରଜ ନିଜ ପତ୍ନୀଙ୍କ ଉପରେ ଚିଡ଼ି ଉଠି କହିଲେ, ଗ୍ରାମର ଅନ୍ୟ ଲୋକମାନଙ୍କ ପରି ତୁମେ ମଧ୍ୟ ମୋତେ ଈର୍ଷା କରୁଛ? ସୁରଜଙ୍କ ପତ୍ନୀ ବେଖାତିର ଢଙ୍ଗରେ ପଚାରିଲେ, ଗ୍ରାମବାସୀମାନେ ତୁମକୁ ଈର୍ଷା କରୁଛନ୍ତି? ସେମାନେ ବା କାହିଁକି ଈର୍ଷାରେ ଜଳିବେ? ଗ୍ରାମବାସୀଙ୍କ କଥା ଛାଡ଼। ତୁମର ଏପରି କେଉଁ ସଦ୍ଗୁଣ ଅଛି ଯେ ମୁଁ ବି କାହିଁକି ତୁମକୁ ଈର୍ଷା କରିବି? ତାପରେ ସୁରଜ ଗ୍ରାମରେ ପ୍ରବେଶ କରିବାଠାରୁ ଯେଉଁ ସବୁ ଘଟଣା ଘଟିଥିଲା ତାହା ପତ୍ନୀଙ୍କ ଆଗରେ ବଖାଣି କହିଲେ। ଜଣେ ନୁହେଁ, 2 ଜଣ ନୁହେଁ, 5 ଜଣ ଲୋକଙ୍କ ସହ ମୋର ସାକ୍ଷାତ ହେଲା। କେହି ଜଣେ ହେଲେ ମୋର ଭାଗ୍ୟର ପ୍ରଶଂସା କଲେ ନାହିଁ। ଏହା ଈର୍ଷା ନୁହେଁ ତ ଆଉ କ'ଣ? ନା, ଏହା ଆଦୌ ଈର୍ଷା ନୁହେଁ। ଆଚ୍ଛା, ମନେ ପକେଇ କହିଲ, ଗ୍ରାମର କାହାର କେଉଁ ଶୁଭ କାମରେ ତୁମେ କେବେ ବି ଖୁସି ହୋଇଛ? ସେମାନଙ୍କୁ ତାଙ୍କ ସୌଭାଗ୍ୟର ପ୍ରଶଂସା ଶୁଣେଇଛ? ସେମାନଙ୍କର ସୁଖ ଦୁଃଖରେ ଭାଗ ନେଇଛ? ଯଦି ତୁମେ କେବେ ମଧ୍ୟ ଏପରି କରିନାହଁ, ସେମାନେ ବା କାହିଁକି ତୁମ ସୁଖରେ ସୁଖୀ ହେବେ, ତୁମ ଆନନ୍ଦରେ ଭାଗୀଦାର ହେବେ କିମ୍ବା ତୁମ ସୌଭାଗ୍ୟର ପ୍ରଶଂସା କରିବେ? ସୁଖ ଓ ଆନନ୍ଦର ସର୍ବଦା ଆଦାନ ପ୍ରଦାନ ରହିବା ଦରକାର। ପତ୍ନୀ ଏତକ କହିଲେ। ପତ୍ନୀଙ୍କର ଏପରି ବାସ୍ତବ ପରାମର୍ଶ ସୁରଜଙ୍କ ମନକୁ ବେଶ୍ ଛୁଇଁଲା। ଏଥର ସେ ନିଜର ଭୁଲ ବୁଝିପାରି କିଛି କ୍ଷଣ ପାଇଁ ମୌନ ରହିଗଲେ। ପତ୍ନୀ ପୁନଶ୍ଚ କହିଲେ, ଯେଉଁମାନେ ତୁମକୁ ଭେଟିଲେ ସେମାନେ ସମସ୍ତେ ଜଣେ ଅନ୍ୟ ଜଣଙ୍କର ସୁଖର ଖବର ତୁମକୁ ଜଣାଇଲେ।
କିନ୍ତୁ ତୁମେ ନିଜ ଆନନ୍ଦରେ ଏପରି ମଗ୍ନ ଥିଲ ଯେ ଅନ୍ୟର ସୁଖ କଥା ଭାବିବା ପାଇଁ ମଧ୍ୟ ପ୍ରସ୍ତୁତ ହେଲ ନାହିଁ। ଆମର ବିବାହର ଏତେଗୁଡ଼ିଏ ବର୍ଷ ବିତିଗଲାଣି, କେବେ ତୁମେ ସରାଗରେ ମୋ ପାଇଁ ଗହଣା ଖଣ୍ଡିଏ କରିଦେଇଛ? ଆଜି ଅଯାଚିତ ଭାବରେ ଏଇ ମାଳାଟି ପାଇଲ, ମନରେ ଟିକିଏ ଭାବିଲ ମଧ୍ୟ ନାହିଁ ଏଇଟି ଶ୍ରଦ୍ଧାରେ ପତ୍ନୀକୁ ଉପହାର ଦେବି। ତୁମ ପରି ସ୍ୱାର୍ଥପର ଲୋକ ମୁଁ ଆଉ କେଉଁଠାରେ ହେଲେ ବି ଦେଖିନାହିଁ। ସୁରଜ ସଙ୍ଗେ ସଙ୍ଗେ ନିଜ ବେକରୁ ମାଳାଟି କାଢ଼ି ପତ୍ନୀକୁ ଧରେଇ ଦେଇ କହିଲେ, ମୁଁ କ'ଣ ଏଇ ମାଳା ସତରେ ପିନ୍ଧିବି? ମୁଁ ତୁମକୁ ଦେବା ପାଇଁ ଚାହୁଁଥିଲି। କେବଳ ଥଟ୍ଟାରେ ଏପରି ନାଟକ କରି କହୁଥିଲି ନା। ଏତିକିରେ ତମେ ମୋତେ ସ୍ୱାର୍ଥପର କେତେ କ'ଣ କହି ଗାଳି କରୁଛ। ପତ୍ନୀଙ୍କର ଅଭିମାନ ଭାଙ୍ଗିବା ପାଇଁ ସୁରଜ ଏପରି କହିଲେ। ସୁରଜଙ୍କର ପତ୍ନୀ ବେକରେ ମାଳାଟି ପିନ୍ଧି ବହୁତ ଖୁସି ହୋଇଗଲେ। ପତିଙ୍କୁ କଟୁଭାଷା କହିଥିବାରୁ ତାଙ୍କ ମନ ନେବା ପାଇଁ ଦୁଇ ଚାରିପଦ ବେଶ୍ ମିଠା କଥା କହିଲେ। ଅନ୍ୟ ଗ୍ରାମବାସୀ ଯେଉଁମାନଙ୍କର କଥା ରାସ୍ତାରେ ଅନ୍ୟମାନଙ୍କଠାରୁ ଶୁଣିଥିଲେ, ସେମାନଙ୍କୁ ଯାଇ ଭେଟିବା ପାଇଁ ପତ୍ନୀ ପରାମର୍ଶ ଦେଲେ। ସୁରଜଙ୍କ ମନକୁ ଏକଥା ପାଇଲା। ତାପରେ ସୁରଜ ଲକ୍ଷ୍ମଣଙ୍କ ଘରକୁ ଗଲେ। ତାଙ୍କ ଝିଅର ବିବାହ ନିର୍ଦ୍ଧାରିତ ହୋଇଥିବା ଖବରରେ ସେ ଖୁବ୍ ଆନନ୍ଦିତ। ଏହା ତାଙ୍କ ଆଗରେ ପ୍ରକାଶ କରି ନିଜର ସାଧ୍ୟ ମୁତାବକ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ସେଠାରୁ ସେ ପଣ୍ଡିତ ରାମଶାସ୍ତ୍ରୀଙ୍କ ଘରକୁ ଗଲେ। ରାଜଧାନୀରେ ତାଙ୍କୁ ମିଳିଥିବା ସମ୍ମାନ ସମ୍ବନ୍ଧରେ ତାଙ୍କଠାରୁ ସବୁ ଶୁଣି ତାଙ୍କୁ ଅଭିନନ୍ଦନ ଜଣାଇଲେ। ଏହାପରେ ସେ ବିରାଜର କ୍ଷେତକୁ ଗଲେ। ବିରାଜକୁ ତାହାର ଭଲ ଦିନ ଆସିଯିବ କହି ଆଶ୍ୱାସନା ଦେଇ ତାଠାରୁ ମାଗି ସେ କୂଅର ପାଣି ମୁନ୍ଦେ ପିଇଲେ। ଘରକୁ ଫେରିବା ବେଳକୁ ତାଙ୍କୁ ବେଶ୍ ଖୁସି ଓ ହାଲୁକା ଲାଗୁଥାଏ। ଏହି କାରଣରୁ ବେଶ୍ ସୁଖନିଦ୍ରାରେ ରାତିଟି କଟାଇଲେ। ପରଦିନ ସକାଳେ ଉଠନ୍ତି ତ ଦେଖିଲେ ଅଧିକାଂଶ ଗ୍ରାମବାସୀ ତାଙ୍କ ଘର ସମ୍ମୁଖରେ ଜମା ହୋଇଛନ୍ତି। ସେମାନେ ଭଦ୍ରଗିରିର ଜମିଦାରଙ୍କ ପ୍ରଦତ୍ତ ମୋତିମାଳାଟି ବିଷୟରେ ଜାଣିବା ପାଇଁ ଓ ଏହା ଦେଖିବା ପାଇଁ ଠୁଳ ହୋଇଥିଲେ। କାହାଣୀଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ।